ଆଜି କାଲି ଛାତ୍ରମାନେ ମୂଳତଃ ଚାପଗ୍ରସ୍ତ ହେଉଛନ୍ତି ଏବଂ ଚାପଗ୍ରସ୍ତ ହେବାର ଗୁଡ଼ିଏ କାରଣ ଅଛି। ଆମେ ମଧ୍ୟ ଯେତେବେଳେ ଛାତ୍ର ଥିଲୁ ଆମେ ମଧ୍ୟ ଚାପଗ୍ରସ୍ତ ଥିଲୁ ଯେତେବେଳେ ପରୀକ୍ଷା ହେଉଥିଲା। ଆପଣମାନେ ମଧ୍ୟ ଯେତେବେଳେ ପରୀକ୍ଷା ଦେବା ପାଇଁ ଯାଉଥିଲେ ନିଶ୍ଚୟ ଚାପଯୁକ୍ତ ହେଉଥିବେ। ତେଣୁ ମାନନୀୟ ପ୍ରଧାନମନ୍ତ୍ରୀ ଏ ବାବଦରେ ପରୀକ୍ଷା ପେ ଚର୍ଚ୍ଚା ନାଁରେ ପିଲାମାନଙ୍କର ପରୀକ୍ଷା ପୂର୍ବରୁ ମଧ୍ୟ ସେମାନଙ୍କ ସାଙ୍ଗେ ବାର୍ତ୍ତାଳାପ କରୁଛନ୍ତି ଏବଂ ଚାପମୁକ୍ତ ହୋଇକରି ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଉଛନ୍ତି। ଅଭିଭାବକମାନଙ୍କୁ ମଧ୍ୟ ମାନନୀୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଉଛନ୍ତି ଯେ ଛୁଆକୁ ଚାପମୁକ୍ତ ରଖ। ତେଣୁ ଏଇଟା ଏଭଳିଆ ଗୋଟେ ପ୍ରସଙ୍ଗ ଯେଉଁ ପ୍ରସଙ୍ଗକୁ ଆକୁ ଆମେ ସମାହିତ କରିବା ପାଇଁ ପଡ଼ିବ ଏବଂ ଛୁଆ ଯେମିତି ଚାପଯୁକ୍ତ ନ ହେବ ଚାପମୁକ୍ତ ହେବ ଏବଂ ତାର ପ୍ରତିଭାର ସ୍ପଷ୍ଟ ମ୍ୟାନିଫେଷ୍ଟେସନ୍ ପାଇଁ ପ୍ରତିଭା ବିକଶିତ ହେବା ପାଇଁ ମୋତେ ଲାଗୁଛି ଚାପମୁକ୍ତ ହେଲେ ଯାଇକରି ପ୍ରତିଭାର ବିକଶିତ ହୋଇପାରିବ। ଏ ବାବଦରେ ରାଜ୍ୟ ସରକାର ଅବଗତ ଅଛନ୍ତି। ବିଭାଗୀୟ ମନ୍ତ୍ରୀ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଏ ବିଷୟକୁ ଅଧ୍ୟୟନ କରୁଛନ୍ତି। ବିଭାଗର ସଚିବମାନେ ମଧ୍ୟ ଅଧ୍ୟୟନ କରୁଛନ୍ତି ଏବଂ ଏ ଘଟଣାରେ ମୁଁ ମଧ୍ୟ ବିଚଳିତ ଏବଂ ମୁଁ ନିଜେ ମଧ୍ୟ ପ୍ରୟାସ କରିବି ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସାଙ୍ଗରେ କଥା ନେଇକରି ଏବଂ ତାର ସାଙ୍ଗେ ସାଙ୍ଗେ ଯେଉଁମାନେ ମନୋବିଜ୍ଞାନୀ ଅଛନ୍ତି ସେମାନଙ୍କର ମଧ୍ୟ ଆମେ ପରାମର୍ଶ ନେବୁ ଏବଂ ନିଶ୍ଚୟ ଆଗାମୀ ଦିନରେ ତାର ରୋଡମ୍ୟାପ୍ ପ୍ରସ୍ତୁତ କରିବୁ କେମିତି ଓଡ଼ିଶାର ଛୁଆମାନେ ଛାତ୍ରମାନେ ଚାପମୁକ୍ତ ହେବେ ଏବଂ ମୂଳତଃ ପରୀକ୍ଷା ସମୟରେ ଚାପମୁକ୍ତ ହୋଇକରି ପରୀକ୍ଷା ଦେବେ। ନାଇଁ କେବଳ ନେପାଳୀ ଛାତ୍ରୀ ନୁହନ୍ତି, ଅଣ ନେପାଳୀ ଛାତ୍ରମାନଙ୍କ ଭିତରେ ବି ଗୁଡ଼ିଏ ରିପୋର୍ଟ ଅତୀତରେ ମୋର ଦୃଷ୍ଟିଗୋଚରକୁ ଆସିଛି। ତେଣୁ ଏଇଟା କୌଣସି ନିର୍ଦ୍ଦିଷ୍ଟ ଦେଶର ଛାତ୍ରୀଙ୍କର ବିଷୟ ନୁହଁ, ସାମଗ୍ରିକ ଭାବରେ ସମାଜରେ ଛାତ୍ରୀମାନେ ଚାପମୁକ୍ତ ହେବା କଥା ଏବଂ ଚାପମୁକ୍ତ ବିଷୟଟା ହୁଏତ ଅତୀତରେ ଗୋଟେ ପ୍ରସଙ୍ଗ ନଥିଲା ଆମମାନଙ୍କ ପାଇଁ, ଏବେ ତାହା ପ୍ରସଙ୍ଗରେ ପରିଣତ ହୋଇସାରିଲାଣି। ତେଣୁ ନିଶ୍ଚିତ ଭାବରେ ରାଜ୍ୟ ସରକାର ତାର ମୋଡାଲିଟି ବାହାର କରିବେ ଯେମିତି ଛାତ୍ରଛାତ୍ରୀମାନେ ଚାପମୁକ୍ତ ହେବେ, ଚାପମୁକ୍ତ ହୋଇକରି ପରୀକ୍ଷା ଦେବେ ଏବଂ ଆତ୍ମହତ୍ୟା ପ୍ରବଣତା ଛାତ୍ରମାନଙ୍କ ଭିତରେ ଓଡ଼ିଶାରେ ସମାପ୍ତ ହେବ। ସେ ବାବଦରେ ସରକାର ନିଶ୍ଚୟ ଆଗାମୀ ଦିନରେ ନିଷ୍ପତ୍ତି ନେବେ। ସେ ରିପୋର୍ଟ ତ ନିଶ୍ଚୟ ପ୍ରଦାନ ହୋଇଥିବ। ସେ ବାବଦରେ ମୋ ପାଖରେ କୌଣସି ତଥ୍ୟ ନାହିଁ ଆପଣମାନଙ୍କୁ ବର୍ତ୍ତମାନ ଦେବା ପାଇଁ। ମୁଁ ମଧ୍ୟ ପ୍ରଥମ ଘଟଣାଟା କ'ଣ ପାଇଁ ହୋଇଥିଲା, ଦ୍ୱିତୀୟ ଘଟଣା କ'ଣ ପାଇଁ ହେଲା ଏ ବାବଦରେ ବ୍ୟକ୍ତିଗତ ଭାବରେ ଯେଉଁମାନେ ତଦନ୍ତ ଦାୟିତ୍ୱରେ ଅଛନ୍ତି ତାଙ୍କ ସାଙ୍ଗେ ମଧ୍ୟ କଥାବାର୍ତ୍ତା କରିବି ଏବଂ ରାଜ୍ୟ ସରକାର ସରକାରୀ ସ୍ତରରେ ମଧ୍ୟ ଆମେ କଥାବାର୍ତ୍ତା ଆରମ୍ଭ କରିବୁ କେମିତି ଆତ୍ମହତ୍ୟା ପ୍ରବଣତା ଛାତ୍ରଛାତ୍ରୀମାନଙ୍କ ଭିତରେ ସମାପ୍ତ ହେବ ଏବଂ ବହୁ ସମୟରେ ଛାତ୍ରଛାତ୍ରୀମାନେ କେବଳ ଆତ୍ମହତ୍ୟା ହିଁ ବିଷୟ ନୁହଁ, ବହୁ ସମୟରେ ବିପଥଗାମୀ ମଧ୍ୟ ହେଉଛନ୍ତି। ବାପା ମା ମାନେ ମଧ୍ୟ ତାଙ୍କୁ ମଧ୍ୟ ମୋର ପରାମର୍ଶ ଆପଣମାନଙ୍କର ମାଧ୍ୟମରେ ଛୁଆଟାକୁ ଚାପମୁକ୍ତ ରଖନ୍ତୁ। ବହୁ ସମୟରେ ଆମକୁ ବି ଆମର ବାପା ମା କହୁଥିଲେ ପଢ଼ 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 କହୁଥିଲେ। ବହୁ ସମୟରେ ବାଚାଳତା କାରଣରୁ ପାଠ ପଢ଼ିବା ପାଇଁ କମ୍ ଖେଳିବା ପାଇଁ ଆମକୁ ବେଶୀ ଆଗ୍ରହ ହେଉଥିଲା, ଖେଳିବା ପାଇଁ ସୁଯୋଗ ମଧ୍ୟ ମିଳୁନଥିଲା। ଏବେ ଛୁଆ କ'ଣ, ଏବେ ଛୁଆ ସକାଳୁ ଉଠିଲା କ୍ଷଣି କୋଚିଂକୁ ଯିବ, କୋଚିଂରୁ ଫେରିଲା ପରେ ପୁଣି ଖାଇକରି ସ୍କୁଲକୁ ଯିବ, ସ୍କୁଲ ଯିବ କଲେଜ ଯିବ, ଫେରିଲା ପରେ ପୁଣି କୋଚିଂ ସେଣ୍ଟରକୁ ଯିବ। ମୋତେ ଲାଗୁଛି ଯେ ପାଠପଢ଼ାର ଚାପ ଆଜିକାଲି ଅତ୍ୟଧିକ ହୋଇଯାଉଛି। ଛୁଆର ସାମଗ୍ରିକ ବିକାଶ ପାଇଁ ପାଠ ନିଶ୍ଚିତ ଭାବରେ ଗୋଟେ ପ୍ରସଙ୍ଗ, କିନ୍ତୁ ପାଠ ଏକମାତ୍ର ପ୍ରସଙ୍ଗ ନୁହଁ। ଯେଉଁ ଛୁଆମାନଙ୍କର ଅନ୍ୟ କାମରେ ମଧ୍ୟ ରୁଚି ଅଛି, କାହାର ସଙ୍ଗୀତରେ ରୁଚି ଅଛି, କାହାର ଖେଳକୁଦରେ ରୁଚି ଅଛି, ମୋତେ ଲାଗୁଛି ସମୟ ଆସିଲାଣି ପିତାମାତାମାନେ ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା କଥା। ଯେଉଁ ଛୁଆର ଯେଉଁ ବିଷୟରେ ରୁଚି ଅଛି ତାକୁ ସେ ଦିଗରେ ଆମେ କେମିତି ପ୍ରେରିତ କରିବା ଏବଂ ଛୁଆକୁ ଚାପମୁକ୍ତ କରିବା।